ଆଜି ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କର ସ୍ୱନକ୍ଷତ୍ର ଉଦ୍ଦେଶ୍ୟରେ ଆମେ ଚିତ୍ରପଟରେ ଅଭୟାଲେଖା ସାହିତ୍ୟ ସଂଗଠନର ସମସ୍ତ କର୍ମକର୍ତ୍ତାମାନେ ପୁଷ୍ପାଞ୍ଜଳି ଢାଳି ତାଙ୍କ ସ୍ମୃତିଚାରଣ କରିଥିଲୁ। ତାଙ୍କର ନିଶା ଥିଲା ସାହିତ୍ୟ ଓ ପେଶା ଥିଲା ଡାକ୍ତରୀ। ତେଣୁ ରୋଗୀ ସେବା କରୁଥିଲେ ଏବଂ ଜନତା ସେବା କରିଥିଲେ। ସେ ଜଣେ ବିପ୍ଳବୀ କବିୟତ୍ରୀ ଥିଲେ। ସିଏ ସଂଗ୍ରାମପୂର୍ଣ୍ଣ ଜୀବନ ତାଙ୍କର ପୁଅ ଆଉ ଝିଅ ଦୁଇଟି ଅଛନ୍ତି। ସେ ପୁଅଟି ଜନ୍ମ କଲା ପରେ 38 ବୟସରେ ଇହଲୀଳା ସମ୍ବରଣ କରିଥିଲେ। ସେ କମ୍ ସ୍ୱଳ୍ପ ବୟସ ମଧ୍ୟରେ ସେ ବାଣୀ ଭଣ୍ଡାରକୁ ସମୃଦ୍ଧି କରିଛନ୍ତି। ତାଙ୍କ ଭଳିଆ ଓଡ଼ିଶାରେ ନାରୀ ବହୁତ କମ୍। ତାଙ୍କର କବିତାରେ ପିଲାମାନେ ପାଠ କରନ୍ତି। ସ୍କୁଲରେ ମଧ୍ୟ ପିଲାମାନେ ତାଙ୍କ କବିତା କ୍ଲାସରେ ପଢ଼ା ହେଉଥିଲା। ତେଣୁ ଏଭଳିଆ ଅସାଧାରଣ ନାରୀ ବହୁତ କମ୍। ତେଣୁ ତାଙ୍କ ନାମରେ ସେ ବିବାହ କରିଥିଲେ କେନ୍ଦ୍ରାପଡ଼ା ଜିଲ୍ଲାର ନସଡ଼ିପୁର ଗ୍ରାମସ୍ଥ କୃଷ୍ଣଚନ୍ଦ୍ର ବ୍ରହ୍ମଚାରୀଙ୍କୁ। ତେଣୁ ନସଡ଼ିପୁରରେ ତାଙ୍କର ସେମିତି କୌଣସି ଜିନିଷ କିଛି ନାହିଁ। ତେଣୁ ତାଙ୍କର କର୍ମସ୍ଥଳୀ ନସଡ଼ିପୁର ଥିଲା। ତେଣୁ ତାଙ୍କ କର୍ମସ୍ଥଳୀ ରାସ୍ତାଟିକୁ ସରକାର ଯଦି ତାଙ୍କ ନାମରେ ନାମିତ କରନ୍ତେ, ଆମ କେନ୍ଦ୍ରାପଡ଼ା ଜିଲ୍ଲାବାସୀ ଆମର ଓଡ଼ିଶା ସରକାରଙ୍କୁ ପାଖରେ କେନ୍ଦ୍ରାପଡ଼ା ଜିଲ୍ଲାବାସୀ ନିବେଦନ କରୁଛୁ ଯେ ତାଙ୍କ ନାମରେ ତାଙ୍କ କର୍ମସ୍ଥଳୀରେ ତାଙ୍କ ଏରିଆରେ ରାସ୍ତାଟି ଆମର ରାଜ୍ୟ ସରକାର କରିଲେ ଆମେମାନେ ଉପକୃତ ହେବୁ। ଧନ୍ୟବାଦ। ବନ୍ଦେ ଉତ୍କଳ ଜନନୀ।